ପିଲାମାନେ ଆଜି ଆମେ ପଞ୍ଚମ ଶ୍ରେଣୀ ଆମ ଭାଷା ଆମ ସାହିତ୍ୟ ବହିର ଧର୍ମ ବିଷୟଟି ପଢ଼ିବା ଏବଂ ତାର ସାରାଂଶ ବୁଝିବା। ଏହି କବିତାଟି ଲେଖିଛନ୍ତି ମଧୁସୂଦନ ରାଓ। ତେବେ ଆସ ପଙ୍କ୍ତି ଗୁଡ଼ିକ ପଢ଼ିବା ଆଉ ବୁଝିବା। ପ୍ରଥମ ପଙ୍କ୍ତିଟି ପଢ଼ିବା। ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି, ଏ ଜୀବନ ଅନିଶ୍ଚିତ, କେଜାଣେ କାହାର ଆଜି ମୃତ୍ୟୁ କାଳ ହୋଇଯିବ ଉପସ୍ଥିତ। এই ପଙ୍କ୍ତିଟିରୁ ଆମେ କ'ଣ ବୁଝୁଛେ ନା ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି, ଅର୍ଥାତ୍ ବାଲ୍ୟକାଳୁ ବା ପିଲାଦିନୁ ଆମେ ଧର୍ମ ଧନ ସଞ୍ଚିବା। କାହିଁକି ନା ଏଇ ଜୀବନ ଅନିଶ୍ଚିତ, କିଏ ଜାଣେ କାହାର କେତେବେଳେ ମୃତ୍ୟୁକାଳ ଆସି ଉପସ୍ଥିତ ହେଇଯିବ ହେଲା। ତେଣୁ ସିଏ କହୁଛନ୍ତି ଯେତେ ସମ୍ଭବ ଆମେ ସତ୍କର୍ମ କରିବା, ଭଲ କାମ କରିବା, ଧର୍ମପୂର୍ଣ୍ଣ କାମ କରିବା, ଯାହାଦ୍ୱାରା ଦୁନିଆର ବାକି ସବୁ ଯେଉଁ ଧନ ସମ୍ପତ୍ତି ସେସବୁ ତୁଚ୍ଛ, ତାର କିଛି ମୂଲ୍ୟ ନାହିଁ। କେବଳ ଯଦି ମୂଲ୍ୟ ଅଛି ତେବେ ତାହା ଧର୍ମ ରୂପକ ଧନର ମୂଲ୍ୟ ଅଛି। ତାପରେ ପଙ୍କ୍ତି ପଢ଼ିବା। କ୍ଷୁଦ୍ର କୀଟ ଉଇ ଅଳ୍ପ ଅଳ୍ପ କରି ରଚଇ ବଲ୍ମିକ ଘର, ମୁହିଁ ସେହିପରି ସଞ୍ଚିବି ଯତନେ ପୁଣ୍ୟ ଧନ ନିରନ୍ତର। କ'ଣ କହିଲେ ନା କ୍ଷୁଦ୍ର କୀଟ ଉଇ, କ୍ଷୁଦ୍ର କୀଟ ମାନେ ଛୋଟ କୀଟଟିଏ, କିଏ? ଉଇ। ସେ କ'ଣ କରେ ନା ଅଳ୍ପ ଅଳ୍ପ କରି ମାନେ ଧୀରେ ଧୀରେ ଆସ୍ତେ ଆସ୍ତେ କରି ରଚଇ ମାନେ ରଚନା କରେ। କ'ଣ ନା ବଲ୍ମିକ ଘର, ବଲ୍ମିକ ମାନେ ବାଲିର ଘର, ଯେଉଁଟା ଉଇ ହୁଙ୍କା ବୋଲି ତୁମେ କୁହ। ସେଇଭଳି ଆମେ କ'ଣ କରିବା ନା ମୁହିଁ ସେହିପରି ସଞ୍ଚିବି ଯତନେ ପୁଣ୍ୟ ଧନ ନିରନ୍ତର। ଆମେ ମଧ୍ୟ ସେଇଭଳି ବା ମୁଁ ମଧ୍ୟ ସେଇଭଳି କ'ଣ କରିବି ନା ପୁଣ୍ୟ ରୂପକ ଧନକୁ ଅଳ୍ପ ଅଳ୍ପ କରି ଯତ୍ନ କରି ସଞ୍ଚୟ କରିବି। ପରବର୍ତ୍ତୀ ପଙ୍କ୍ତି ଦେଖିବା। ବାକ୍ୟରେ ମନରେ କିଅବା କର୍ମରେ ନ କରିବି ପାପାଚାର। କ'ଣ କହିଲେ ନା ବାକ୍ୟରେ ହଉ ବା ମନରେ ହଉ କିମ୍ବା କର୍ମରେ ହଉ ମୁଁ କ'ଣ କରିବିନି? ପାପ ଆଚରଣ କରିବିନି। ପାପ ଆଚାରକୁ ମିଶେଇଲେ ଆମର କ'ଣ ହେଇଛି ଏଠି? ପାପାଚାର ବୋଲି ଲେଖା ହେଇଛି। ବୁଝିହେଲା? ତେଜିବି ଅସତ୍ୟ ହିଂସା କପଟତା ଲୋଭ କ୍ରୋଧ ଅହଙ୍କାର। ଆଉ କ'ଣ କହିଲେ ଏଇ ପଙ୍କ୍ତିରେ ନା ତେଜିବି ଅସତ୍ୟ, ତେଜିବି ମାନେ ତ୍ୟାଗ କରିଦେବି। କ'ଣ ତ୍ୟାଗ କରିଦେବା? ଆମେ ଅସତ୍ୟକୁ ମାନେ ମିଥ୍ୟାକୁ ତ୍ୟାଗ କରିଦେବା। ଆଉ କ'ଣ କରିବା ନା ହିଂସା କପଟତା ଲୋଭ କ୍ରୋଧ ଅହଙ୍କାର। ମିଛ, ହିଂସା, କପଟତା, ଲୋଭ, କ୍ରୋଧ, ଅହଙ୍କାର, ଏଇସବୁ ଯେମିତିକା ଗୁଣ ସବୁ ଅଛି ଯେଉଁଗୁଡ଼ା ମନୁଷ୍ୟକୁ ସବୁବେଳେ ପାପ ଆଚରଣ କରାଇବା ପାଇଁ ବାଧ୍ୟ କରିଥାନ୍ତି, ଏଇସବୁ ଗୁଣକୁ ମୁଁ ତେଜି ଦେବି ମାନେ ତ୍ୟାଗ କରିଦେବି। ସତ୍ୟ ମନ ରଖି ସତ୍ୟକୁ ବୁଝିବି, ଗାଇବି ସତ୍ୟର ଜୟ, ମଙ୍ଗଳ କାର୍ଯ୍ୟରେ ଲାଗିଥିବି ସଦା, ତେଜିଣ ସକଳ ଭୟ। କ'ଣ କହିଲେ ନା ସତ୍ୟ ମନ ରଖି ମାନେ ସତ୍ପଥରେ ବା ସତ୍ୟରେ, ମିଥ୍ୟାକୁ ଛାଡ଼ି ସତ୍ୟରେ ସବୁବେଳେ ମୁଁ ମନ ରଖିଥିବି, ସତ୍ୟକୁ ସବୁବେଳେ ମୁଁ ବୁଝିବି ଏବଂ ସତ୍ୟର ସବୁବେଳେ ମୁଁ ଜୟଗାନ କରିବି। ତାପରେ କ'ଣ ନା ମଙ୍ଗଳ କାର୍ଯ୍ୟରେ ଲାଗିଥିବି ସଦା। ମୁଁ ସଦା ମାନେ ସବୁବେଳେ ମୁଁ ବା ଆମେ କ'ଣ କରିବା ଉଚିତ ନା ସବୁବେଳେ ମଙ୍ଗଳ କାର୍ଯ୍ୟରେ ଲାଗିଥିବା ଉଚିତ। କ'ଣ କରି ନା ତେଜିଣ ସକଳ ଭୟ, ଯେକୌଣସି ଭୟ ବାଧା ବିଘ୍ନ କଷ୍ଟ ଆସେ ମଙ୍ଗଳ କାର୍ଯ୍ୟ କରିବା ରାସ୍ତାରେ, ତାର ଭୟଟିକୁ ମନରୁ ଦୂର କରି ତ୍ୟାଗ କରି ମୁଁ ଆଉ ଆମେମାନେ ସବୁବେଳେ ମଙ୍ଗଳ କାର୍ଯ୍ୟରେ ଲାଗି ରହିବା। ତୁମମାନଙ୍କୁ କବି ଏଇ ବାର୍ତ୍ତାଟି ଦଉଛନ୍ତି। ତାପରେ ଦେଖ। ଏ ମହା ଆକାଶେ ଏ ମୋର ଆତ୍ମାରେ ବିରାଜିତ ମହେଶ୍ୱର। କ'ଣ କହିଲେ ନା ଏଇ ମହା ଆକାଶରେ ଏଇ ମୋର ଆତ୍ମାରେ ହେଲା କିଏ ଅଛନ୍ତି ନା ବିରାଜିତ ମହେଶ୍ୱର। ମହେଶ୍ୱର ମାନେ କିଏ? ଈଶ୍ୱର ବା ଭଗବାନ। ବୁଝିଲା? ତେଣୁ ଭଗବାନ ଆମରି ଆତ୍ମାରେ ଏ ଆକାଶରେ ସବୁଠି ବିରାଜିତ ହେଇଛନ୍ତି ମାନେ ଅଛନ୍ତି। ସେ ମୋତେ କଦାପି ତେଜିତ ନାହାନ୍ତି, ପ୍ରାଣେଛନ୍ତି ନିରନ୍ତରେ। ଯେ ମୁଁ କେମିତି ବି ହୁଏ ଭଗବାନ କ'ଣ କରିଛନ୍ତି? ମୋ ପ୍ରାଣରେ ସବୁବେଳେ ନିରନ୍ତର ଭାବରେ, ସବୁବେଳେ ନିରନ୍ତର ମାନେ କ'ଣ? ସବୁବେଳେ ଅଛନ୍ତି, ମୋ ପ୍ରାଣରେ ସବୁବେଳେ ଅଛନ୍ତି, ମୋତେ ଛାଡ଼ି ନାହାନ୍ତି। ଜୀବନେ ମରଣେ ସମ୍ପଦେ ବିପଦେ, ରୋଗେ ଶୋକେ କେତେବେଳେ, କେଭେ ନ ଛାଡ଼ିବି ସେ ପ୍ରାଣ ସଖାଙ୍କୁ, ସେ ମୋତେ ତାରିବେ ହେଳେ। ତେଣୁ କ'ଣ କହିଲେ ଯେହେତୁ ଭଗବାନ ଆମେ ଯେମିତି ହଉଥାନ୍ତୁ ନା କାହିଁକି
ସିଏ ଆମକୁ ଛାଡ଼ି ନାହାନ୍ତି। ଆମେ ମଧ୍ୟ ସେମିତି ଜୀବନରେ ହେଉ, ମରଣରେ ହେଉ, ସମ୍ପଦ ବେଳେ ହେଉ, ଦୁଃଖ ବେଳେ ହେଉ, ବିପଦ ବେଳେ ହେଉ, ରୋଗ ଶୋକ କେତେବେଳେ ବି ଆମେ ମଧ୍ୟ ସେଇ ପ୍ରାଣ ସଖାଙ୍କୁ ମାନେ ଈଶ୍ୱରଙ୍କୁ ଛାଡ଼ିବା ନାହିଁ। ଆମେ ଯଦି ତାଙ୍କୁ ଆରାଧନା କରୁଥିବା, ତାଙ୍କ ପାଦରେ ମନ ରଖିଥିବା, ତାହେଲେ ସିଏ କ'ଣ କରିବେ? ଆମକୁ ତାରିବେ, ଅର୍ଥାତ୍ ଆମକୁ ଏଇ ସବୁ କଷ୍ଟରୁ ମୁକ୍ତି ଦେବେ। ସର୍ବ ଅଧିପତି, ସର୍ବ ଅନ୍ତର୍ଯାମୀ, ସର୍ବ ଶୁଭ ବୁଦ୍ଧିଦାତା। ସିଏ ହେଉଛନ୍ତି କିଏ? ନା ସିଏ ହେଉଛନ୍ତି ସର୍ବ ଅଧିପତି, ସର୍ବ ଅନ୍ତର୍ଯାମୀ। ସର୍ବ ଅଧିପତି ମାନେ ଏଇ ସର୍ବ ଅଧିର, ଏଇ ସର୍ବ ପୃଥିବୀର, ବିଶ୍ୱ ବ୍ରହ୍ମାଣ୍ଡର ସିଏ ହେଉଛନ୍ତି ପତି, ଅର୍ଥାତ୍ ସ୍ୱାମୀ, ଅର୍ଥାତ୍ ମାଲିକ। ଏବଂ ସେ ସର୍ବ ଅନ୍ତର୍ଯାମୀ ମାନେ ଯିଏ ସବୁ ଅନ୍ତରର କଥା ଜାଣିପାରନ୍ତି, ଯିଏ ସବୁ କଥା ଜାଣିପାରନ୍ତି, ସେ ଅନ୍ତର୍ଯାମୀ। ଯିଏ ସଭିଙ୍କୁ ଶୁଭ ବୁଦ୍ଧି ଦେଇଛନ୍ତି, ସମସ୍ତଙ୍କୁ ବୁଦ୍ଧି ଦେଇଛନ୍ତି, ଶୁଭ ବୁଦ୍ଧି ଦେଇଛନ୍ତି, ସିଏ ହେଉଛନ୍ତି ସେଇ ଈଶ୍ୱର। ଧର୍ମର ଆକର ଅଟନ୍ତି ଈଶ୍ୱର, ସର୍ବଭୁବନ ବିଧାତା। ତେଣୁ ଈଶ୍ୱର କିଏ? ଈଶ୍ୱର ହେଉଛନ୍ତି ଧର୍ମର ଆକର। ଆକର ମାନେ ଆଧାର ବା ଧର୍ମକୁ ଯିଏ ଧାରଣ କରି ରଖିଛନ୍ତି, ସିଏ ହେଉଛନ୍ତି ଈଶ୍ୱର। ସିଏ ଏ ସମଗ୍ର ସଂସାରର, ଏ ସମଗ୍ର ସୃଷ୍ଟିର ସିଏ ହେଉଛନ୍ତି ବିଧାତା। ତେବେ ମୁଁ ଆଶା କରୁଛି ପିଲାମାନେ ତୁମେ ବିଷୟଟିକୁ ଭଲ ରୂପେ ବୁଝିପାରିଥିବ। ଯଦି ତୁମକୁ ଭିଡ଼ିଓଟି ଭଲ ଲାଗିଲା ତେବେ ଲାଇକ୍ କରିବ, ସାଙ୍ଗମାନଙ୍କ ସହିତ ସେୟାର କରିବ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବ ଏବଂ ଏହାର ପରବର୍ତ୍ତୀ ସମୟରେ ଆମେ ଏହାର ପ୍ରଶ୍ନ ଉତ୍ତର ଗୁଡ଼ିକ ଗୋଟେ ଗୋଟେ କରି ଆଲୋଚନା କରିବା। ତେବେ ସେ ପର୍ଯ୍ୟନ୍ତ ବାକି ଭିଡ଼ିଓ ଗୁଡ଼ାକୁ ଦେଖନ୍ତୁ। ମୁଁ ଦେଖାବି ଆପଣଙ୍କୁ ସେଇ ଭିଡ଼ିଓରେ।